ଅଧ୍ୟାୟରେ ଉଲ୍ଲୁକ ଗୃଧ୍ର ସମ୍ବାଦଟିର ଅବତାରଣା କରାଇ ବିଚାରବନ୍ତ ରାମଚନ୍ଦ୍ରଙ୍କର ଚରିତ୍ରର ମହନୀୟତା ବର୍ଣ୍ଣନା କରାଯାଇଛି। କିଛି କାଳ ଅନ୍ତେ ଶ୍ରୀରାମ ଆସ୍ଥାନରେ ବିଜେ କରିଥିବା ସମୟରେ କାଳଦୂତ ପ୍ରବେଶ କରିଛି ମୁନିଦୂତ ନାମରେ। ସମସ୍ତେ ଆସ୍ଥାନ ଛାଡ଼ି ଚାଲିଯିବା ପରେ ଏକାନ୍ତରେ ଶ୍ରୀରାମଙ୍କୁ ନିଜର ପରିଚୟ ଦେଇ ମହାବିଷ୍ଣୁ ତାକୁ ପଠାଇଥିବା କଥା କହିଛି କାଳଦୂତ। দেখি দশরথ বাଳ নয়ন কলে সফল দেখি দশরথ বাଳ নয়ন কলে সফল ক্রোধরে হইয়া কূল পড়িলে ধরণী তଳ কোদণ্ড পাণি ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ବୃଦ୍ଧ କୌଶିକ ଚାହିଁ ଆଜ୍ଞା ଦେଲେ ସୀତା ସାଇ ଗୁହାରି କଲ କିମ୍ ପାଇଁ ଛାମୁରେ କହ ବୁଝାଇ କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ବୃଦ୍ଧ କହେ ମୋର ଘର କରିଅଛି ତରୁ କହେ ମୋର ଘର କରିଅଛି ତରୁ ପର ଯେଉଁ ଦିନୁ ନୃପବର ମାନେ ହୋଇଲେ ପ୍ରଚାର କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ଉଲ୍ଲୁକ ବୋଲେ ବଚନ ହୋ ଦେବ ମୋର ସଦନ ବୃକ୍ଷ ମାନେ ଯେଉଁ ଦିନ ଉପଜିଲେ ଭୁବନ କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ
ଗୁହାରି ମନ୍ତ୍ରୀ ମାନଙ୍କୁ ହକାରି ବୋଲନ୍ତି ବୁଝ ଗୁହାରି ଏ ବସା ହେଲା କାହାରି କହ ସମସ୍ତେ ବିଚାରି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ମନ୍ତ୍ରୀ ମାନେ ଯୋଡ଼ି କର ଜଣାଇଲେ ଯେ ଛାମୁର ଦୁହେଁ ତ ବୋଲନ୍ତି ମୋର ଶ୍ରୀମୁଖରେ ଆଜ୍ଞା କର କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ଶୁଣି ଶ୍ରୀରାମ ହସିଲେ କ୍ରୁଦ୍ଧ ହାରିଲା ବୋଇଲେ ଶୁଣି ଶ୍ରୀରାମ ହସିଲେ କ୍ରୁଦ୍ଧ ହାରିଲା ବୋଇଲେ ବୃକ୍ଷମାନ ଆଗ ଥିଲେ ପଛେ ସେମାନେ ତ ହେଲେ କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ଉଲୁକ ଘର ପାଇଲା ଆକାଶ ବାଣୀ ହୋଇଲା ବୃଦ୍ଧକୁ ଦଣ୍ଡ ନୋହିଲା ପାପରୁ ମୁକ୍ତ ହେଲା କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ରାମଙ୍କୁ କରି ଦର୍ଶନ ଆରୋହୀ ଆକାଶେ ଜାନ ରାମଙ୍କୁ କରି ଦର୍ଶନ ଆରୋହୀ ଆକାଶେ ଜାନ ସ୍ୱର୍ଗକୁ କଲା ଗମନ ରାମ ପାଦେ ବିଶି ମନ କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି କୋଦଣ୍ଡ ପାଣି ପ୍ରତିହାରି ବଚନ ଶୁଣି ଶୁଣି ସେ ଦ୍ୱାର ପାଳ ଜଣାଇଲା ଶ୍ରୀରାମଙ୍କ ଆସ୍ଥାନ ତଳ
ଠାରୁ ଆସିଛନ୍ତି ଜାଣିବା କେଉଁ କାରଣେ ଉଦନ୍ତ ଦେଇଛନ୍ତି ତପୋବନ୍ତ ନିର୍ଣ୍ଣୟ କରିଣ ତାଙ୍କ ମୁଖୁ ଶୁଣିବା ଆଜ୍ଞା ପାଇ ଦୂତକୁ ନେଲେ ଶ୍ରୀରାମ ଛାମୁରେ ନେଇ ତୋରିତେ କଲେ ଦୂତ କହେ ବାଣୀ ଶୁଣ ଦେବ ରଘୁମଣି କହିବି ମୋ ସଙ୍ଗେ ତୁମ୍ଭେ କଲେ ନିର୍ବନ୍ଧ ସ୍ଥାନ ହେଲେ ନିର୍ଜନ କହିବି ତାଙ୍କ ବଚନ ସେ ସମୟେ ଯେ ଆସିବ କରିବ ବଧ ଶୁଣି ରାମ ନିର୍ବନ୍ଧ କଲେ ଯେ ଆସିବ ନିଶ୍ଚୟ ବଧ ହେବ ବୋଇଲେ ପାଶକୁ ଲକ୍ଷ୍ମଣ ରାଇ ଆଜ୍ଞା ଦେଲେ ରଘୁ ସାଇ ଦୁଆରେ ରହି କାହାକୁ ଛାଡ଼ି ନ ଦେବ ଛାମୁରେ କେହି ନଥିବେ କେହି ଆଉ ନ ଆସିବେ ଯେହୁ ଆସିବେ ସେ ନିଶ୍ଚେ ବଧ ହୋଇବ ଆଜ୍ଞା ପାଇ ବୀର ଲକ୍ଷ୍ମଣ ଜନନୀ ରୋଧିଲେ ଦ୍ୱାରେ ରହି ଆପଣ ଦୂତକୁ ଘେନି ଏକାନ୍ତ କୁଅନ୍ତେ ଜାନକୀ କାନ୍ତ ଦୂତ କହିଲା ପେଶିଲେ କମଳାସନ କରିଛନ୍ତି ବହୁ ସ୍ତବ ତୁମ୍ଭେ ଅଟ ଦେବ ଦେବ ମହିରେ ବିଜେ କରିବ କେତେକ ଦିନ ବୈକୁଣ୍ଠ ହୋଇଛି ଶୂନ୍ୟ ଏ ସନ୍ଦେଶ ଶ୍ରବଣ ହୋଇଲା ସମ୍ପୂର୍ଣ୍ଣ